ତଳସରା ଛକଠାରେ ସ୍ୱର୍ଗତ ଗଜାଧର ମାଝୀଙ୍କର 18ତମ ତିରୋଧାନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତଳସରା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମାଝୀଙ୍କ ଧର୍ମପତ୍ନୀ, ବାଲିଶଙ୍କରା ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ତଳସରା ଗ୍ରାମ ପଞ୍ଚାୟତର ସମିତି ମେମ୍ବର ଶ୍ରୀମତୀ ତ୍ରିବେଣୀ ମାଝୀ ଓ ତାଙ୍କ ପରିବାରଗଣ ଉପସ୍ଥିତିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଜାଧର ମାଝୀ ଥିଲେ ଜଣେ ଦକ୍ଷ, ସ୍ୱଚ୍ଛଳ, ପରୋପକାରୀ ଓ ଶାନ୍ତିପ୍ରିୟ ବ୍ୟକ୍ତି। ସେ 5 ଥର ତଳସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଓ ଥରେ ସାଂସଦ ହୋଇଥିଲେ। ସେ ତଳସରା ନିର୍ବାଚନ ମଣ୍ଡଳୀ ପାଇଁ ବହୁ ଜନକଲ୍ୟାଣ କାର୍ଯ୍ୟ କରିଥିବା ଯୋଗୁଁ ଆଜି ତାଙ୍କର ଗାଥାକୁ ମନେ ପକାଇ ତାଙ୍କର ପରିବାର ସହିତ ଗ୍ରାମର ଭଦ୍ରମଣ୍ଡଳୀ ତଳସରା ଛକଠାରେ ଏକ ପ୍ରତିମୂର୍ତ୍ତି ତିଆରି କରି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଗଜାଧର ମାଝୀଙ୍କୁ ଭୂୟାଁ ଜାତିର ଗର୍ବ ବୋଲି ମଧ୍ୟ କୁହାଯାଇଥାଏ। ସେ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କରି ପ୍ରଚେଷ୍ଟା ଯୋଗୁଁ ସେହି ଅଞ୍ଚଳରେ କଂଗ୍ରେସ ପାର୍ଟି ବଞ୍ଚିତ ରହିଛି। ଗ୍ରାଉଣ୍ଡ ଜିରୋରୁ ଦୁର୍ଯ୍ୟୋଧନ ଗଡ଼ିଆଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।